ମା ସମସ୍ତଙ୍କୁ ମୋର ପ୍ରଣାମ। ମା ଏଠି ଲେଖୁଛନ୍ତି, ତୁମେ ଏକକାଳୀନ ଦୁଇଟି ଅବସ୍ଥା ରହିପାରେ, ସେତେବେଳେ ତୁମେ ଆସ୍ପୃହା କରିପାର, ଯାହା ଫଳରେ କି ଊର୍ଦ୍ଧ୍ୱରୁ ଉତ୍ତର ଆସେ ଏବଂ ଠିକ ସେହି ସମୟରେ ବି ଏକାବେଳେ କି ଊର୍ଦ୍ଧ୍ୱର ସେହି ପ୍ରତ୍ୟୁତ୍ତରକୁ ଗ୍ରହଣ କରିପାର। ସେଥିପାଇଁ ନିଜକୁ ଉନ୍ମୋଚିତ ରଖିପାର। ଆସ୍ପୃହା ଓ ଗ୍ରହଣଶୀଳତା ମା ସ୍ପଷ୍ଟ କରୁଛନ୍ତି, ଜଣେ ଯେତେବେଳେ ଆସ୍ପୃହା କରେ ଏକା ଦିଟା ଏକା ସାଙ୍ଗରେ କଥା ଉଠେ, ମାନେ ମୁଁ ଆସ୍ପୃହା କରିବି ଏବଂ ଉତ୍ତର ଆସିବ, ଦିଟା ଯାକ ଏକା ସାଙ୍ଗରେ ହୁଏ। ଏଠି ଆମେ ଦେଖିବା ଯେ ପ୍ରକୃତିରେ ଆସ୍ପୃହା କହିଲେ କଣ ବୁଝୁ ଏବଂ ସେଇଟା କଣ କରେ, ସେ କଥାଟି ଏଠି ମା ବର୍ଣ୍ଣନା କରୁଛନ୍ତି କ୍ଲିୟରଲି। କୋଉଟା ଇଚ୍ଛା, କୋଉଟା ଆସ୍ପୃହା। କାହିଁକିନା ଆମେ ସାଧାରଣତଃ ଆସ୍ପୃହା କହିଲେ ବୁଝୁଛୁ ଇଚ୍ଛା କରିବା ବୋଲି। ମୁଁ ଇଚ୍ଛା କରୁଛି, ତାପରେ ତାକୁ ଆମେ ଆଉ ଗୋଟେ ଶବ୍ଦ କହୁଛନ୍ତି ସଂକଳ୍ପ କରିବା। ମୁଁ ସଂକଳ୍ପ କଲି ଆଉ ଆସ୍ପୃହା କଲି। ଆମେ ସାଧାରଣତଃ ବାହ୍ୟ ଆବଶ୍ୟକତା ଉପଯୋଗିତା ମୋ ପାଇଁ ସେଟା ହେଇଥାଇପାରେ ନ ହେଇଥାଇପାରେ, କିନ୍ତୁ ମୁଁ ଭାବୁଛି ଏଇଟା ମୋ ପାଇଁ ଦରକାରୀ, ସେଇଟାକୁ ଚାହୁଁଛି ଯୋଉଟା, ତାକୁ ଆମେ କହୁଛନ୍ତି ଇଚ୍ଛା ବୋଲି। ତାପରେ ଯେତେବେଳେ କୌଣସି ଘଟଣା ଯୋଉଟା ମୁଁ ଚାହୁଁଛି କିନ୍ତୁ ତାକୁ ପାଇବି ବୋଲି ମୁଁ ଦୃଢ ଇଚ୍ଛା ପୋଷଣ କଲି, ସେଇଥିରେ ଲାଗି ରହିବା ପାଇଁ ଯୋଉ ଆମେ ଇଚ୍ଛା କରୁ ବା ଯାହା କରୁ ତାକୁ ଆମେ କହୁଛନ୍ତି ସଂକଳ୍ପ କରୁଛେ। କୌଣସି ଏକ ଜିନିଷକୁ ଦୃଢ ଭାବେ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବା, ଦୃଢ ଭାବେ ଚେଷ୍ଟା କରିବା, ନିଷ୍ଠାପର ଭାବରେ ଚେଷ୍ଟା କରିବା, ପ୍ରାପ୍ତ ହବା ପର୍ଯ୍ୟନ୍ତ ଲାଗି ରହିବାକୁ ଆମ ଭିତରେ ଯୋଉ ସ୍ପନ୍ଦନ ବା ଯୋଉ କ୍ରିୟାଟି ଘଟେ ତାକୁ ଆମେ କହୁଛୁ ସଂକଳ୍ପ। ବେଳେ ବେଳେ ଜଣେ ଜଣେ ସଂକଳ୍ପ କରିପାରେ ତାର ବାହ୍ୟ କୌଣସି ଜିନିଷ ପ୍ରାପ୍ତ କରିବା ପାଇଁ କିମ୍ବା ଆନ୍ତର ଜିନିଷ କିଛି ପ୍ରାପ୍ତ କରିବା ପାଇଁ। ଯେତେବେଳେ ଅନ୍ତର ସତ୍ତା ଅନୁସାରେ ଯାହା ଆବଶ୍ୟକ, ଚୈତ୍ୟ ସତ୍ତା ଯାହା ପରିପ୍ରକାଶ କରିବା ପାଇଁ ଚାହୁଁଛି, ଚୈତ୍ୟ ସତ୍ତା ଯାହା ଆମେ ହୋଇ ଉଠିବାକୁ ଚାହୁଁଛି, ଆମର ବାହ୍ୟ ମନ ପ୍ରାଣ ଶରୀର ହୋଇ ଉଠିବାକୁ ଯାହା ଚୈତ୍ୟ ସତ୍ତା ମନେ କରୁଛି ବା ଆବଶ୍ୟକ କରୁଛି, ସେଇ ବସ୍ତୁ ସକଳକୁ ବା ସେଇ ଅଗ୍ରଗତି ସକଳକୁ ବା ସେଇ ଗତିକ୍ରିୟା ଗୁଡିକୁ ଯେତେବେଳେ ଆମେ ପ୍ରାପ୍ତ କରିବା ପାଇଁ ସଂକଳ୍ପ କରୁଛନ୍ତି ତାକୁ ଆମେ ଆସ୍ପୃହା କୁହନ୍ତି। ତେଣୁ ଯେତେବେଳେ ଜଣେ ଆସ୍ପୃହା କରେ ସେତେବେଳେ ତା ଭିତରେ ସେ ଯୋଉ ଉତ୍ତରଟି ଉପରୁ ଆସେ ତାକୁ ଧରି ରଖିବା ପାଇଁ ତା ଭିତରେ ଆଧାରଟିଏ ପ୍ରସ୍ତୁତ ହେଇଯାଏ ବା ଆମେ ତାକୁ କହୁ କଣ ଗୋଟେ ଜିନିଷ ଖୋଲି ଉଠେ। ଏଠି ଯୋଉ ଚିତ୍ରଟି ରହିଛି ବାଳକ ଧ୍ରୁବଙ୍କର ତପସ୍ୟା ଏଠି ରହିଛି। ଯେତେବେଳେ ଧ୍ରୁବ 10-12 ବର୍ଷର ବାଳକ ଥିଲେ ସେତେବେଳେ ଆମେ ଜାଣିଛନ୍ତି ତାଙ୍କ ମା, ଯାହାକି ନାଁ ହଉଛି ସୁନୀତି, ସିଏ ତାଙ୍କୁ ଛୋଟ ବେଳୁ ଏମିତି ଭାବରେ ଗଢିଥିଲେ ଯେ ସିଏ ସବୁବେଳେ କିପରି ଭାବରେ ନିଜ ଉପରେ ନିଜର ଯୋଉ ଗତିବୃତ୍ତି ଗୁଡିକ ପ୍ରଭାବ ନ ପକେଇବ, ସେଥିପାଇଁ ସେ ସବୁବେଳେ ତାଙ୍କୁ ଚେଷ୍ଟା କରୁଥିଲେ ସେ ଯେପରି ନିଜକୁ ନିଜେ ନିୟନ୍ତ୍ରଣ କରିବା ଶିଖିବେ। କିନ୍ତୁ ଗୋଟେ ଦିନ ଘଟଣାଟି ଘଟିଲା, ଯୋଉ ଘଟଣାଟି ଆମେ ଜାଣିଛନ୍ତି ଯେ ସେ ବାପାଙ୍କ କୋଳରେ ଯେତେବେଳେ ବସିବା ପାଇଁ ଯାଇଛି ବସି ପାରିନାହିଁ, ସେତେବେଳେ ସେ ଆସି ତା ମା କୁ ପଚାରୁଛି, ତା ମା ସେଠୁ ନାରାୟଣଙ୍କର ଆଡ୍ରେସଟି ଦଉଛନ୍ତି। ବର୍ତ୍ତମାନ ତାଙ୍କ ଭିତରେ ଏକ ଦୃଢ ସଂକଳ୍ପ ଜାତ ହେଲା ଯେ ମୁଁ ନାରାୟଣଙ୍କୁ ଦର୍ଶନ କରିବି, ଯିଏ ସମସ୍ତ ଜଗତର ହଉଛନ୍ତି ସ୍ରଷ୍ଟା, ଜଗତର ପିତା, ତାଙ୍କୁ ମୁଁ ଦର୍ଶନ କରିବି, ତାଙ୍କୁ ମୁଁ ପ୍ରାପ୍ତ କରିବି ଏବଂ ତାଙ୍କ ପାଖରୁ ଏଇ ପ୍ରଶ୍ନର ଉତ୍ତର ପ୍ରାପ୍ତ କରିବି। ତ ସେଇ ସଂକଳ୍ପକୁ ପ୍ରାପ୍ତ କରିବା ପାଇଁ ସେ ଯୋଉ ଲାଗି ରହିଲେ, ଖୋଜି ଚାଲିଲେ କୋଉଠି କୋଉଠି ଧୀରେ ଧୀରେ ତାଙ୍କ ଭିତରେ
ଯେତେବେଳେ ଜଣେ ଗୋଟେ ଉଚ୍ଚ ଚେତନାର କୌଣସି ଜିନିଷକୁ ପ୍ରାପ୍ତ କରିବା ପାଇଁ ସଂକଳ୍ପ କରିକି ପ୍ରଚେଷ୍ଟାରତ ରହୁଛି, ସେତେବେଳେ ତା ଭିତରେ ଓପନିଂ ହୁଏ। ଆମେ ତାକୁ କହୁ ଚିତ୍ତ ଶୁଦ୍ଧି ଘଟେ। ବାହ୍ୟ ଯେତକ ଆବରଣ ବା ବାହ୍ୟ ଅଶୁଦ୍ଧି ଯେତକ ଥାଏ, ସିଏ କେମିତି କଣ ଚାଲିଯାଏ, ସେ ଘଟଣାଟି ଆମେ ଧ୍ରୁବଙ୍କ କଥାରେ ଦେଖୁଛନ୍ତି। କାହିଁକିନା ଧୀରେ ଧୀରେ ଭୋକ ଶୋଷ ସେ ଭୁଲି ଯାଉଛନ୍ତି। ସେ କହୁଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କୁ ପ୍ରାପ୍ତ ନ କରିଛି ସେ ପର୍ଯ୍ୟନ୍ତ ଅନ୍ନ ଜଳ ତ୍ୟାଗ କରୁଛନ୍ତି। ନାରଦ ଆସି ତାଙ୍କୁ ବୁଝେଇଛନ୍ତି, ଶେଷକୁ ଲକ୍ଷ୍ମୀ ଆସି ବୁଝେଇଛନ୍ତି, କିନ୍ତୁ ସିଏ ଗୋଟିଏ ତାଙ୍କର ରହିଲା ସଂକଳ୍ପ ଯେ ମୁଁ ନାରାୟଣଙ୍କୁ ପ୍ରାପ୍ତ କରିବି। ତେଣୁ ସେଠି ତାଙ୍କ ଭିତରେ ସେ ପ୍ରକାରର ଯୋଉ ଶକ୍ତି ଅନ୍ତରରୁ ଉତ୍ପନ୍ନ ହେଲା, ଯୋଉଟା କି ଖାଦ୍ୟ ବିନା ଏତେ ଦିନ ଧରି ରହିବା କେମିତି ସମ୍ଭବ ହେଲା। ତାମାନେ ସେ ଯୋଉ ଆସ୍ପୃହାଟି କଲେ ନାରାୟଣକୁ ପ୍ରାପ୍ତ କରିବେ, ତାଙ୍କ ଭିତରେ ଏମିତି ଏକ ଗ୍ରହଣଶୀଳତା ସୃଷ୍ଟି ହେଲା, ଯାହା ଫଳରେ ବିଶ୍ୱ ପ୍ରାଣ ସତ୍ତାରୁ ଯୋଉ ଶକ୍ତି ସୂକ୍ଷ୍ମ ଭାବେ ତାଙ୍କ ଭିତରେ ପ୍ରବେଶ କରିବାକୁ ଆରମ୍ଭ କଲା, ଯଦ୍ୱାରା ସେ ତିଷ୍ଠି ରହିପାରିବେ। ଯଦି ସେତିକି ବିଶ୍ୱ ପ୍ରାଣ ସତ୍ତାରୁ ବା ବିଶ୍ୱ ପ୍ରାଣ ଶକ୍ତିରୁ ତାଙ୍କ ଭିତରକୁ ନ ଆସେ, ତେବେ ସିଏ ବିନା ଖାଦ୍ୟରେ ଏବଂ ଆମେ ଜାଣିଛନ୍ତି ଆମ ଭିତରେ ମନ କେତେ ପ୍ରକାରର ଚିନ୍ତା ନେଇକି ଆସେ, କେତେ ପ୍ରକାରର ଗତିବୃତ୍ତି ତା ଭିତରେ ସବୁବେଳେ ଉଙ୍କି ମାରେ। ଆମେ ସମସ୍ତେ ଦେଖିଥିବା, ଟିକେ ସମୟ ଯଦି ଧ୍ୟାନରେ ବସି ଯାଉଛେ, ସାଙ୍ଗେ ସାଙ୍ଗେ କେତେ ଚିନ୍ତା, କେତେ କଥା, କେତେ କେତେ ମାଡି ଆସେ। କିନ୍ତୁ ଯେତେବେଳେ ସିଏ ଆସ୍ପୃହା କରୁଛନ୍ତି କେବଳ ନାରାୟଣଙ୍କୁ ପ୍ରାପ୍ତ କରିବେ, ସେତେବେଳେ ସେଇ ଚିନ୍ତା ଉପରେ ତାଙ୍କର ତାଙ୍କ ଅଜାଣତରେ ବି ହେଇପାରେ ଯେ ନିୟନ୍ତ୍ରଣ ଆସିଯାଇଛି, ଏବଂ ସେ ଚିନ୍ତା ଆମେ ଯଦି ଆଉ ଗୋଟେ ଆଙ୍ଗଲରୁ କହିବା ଯେ ସେ ଚିନ୍ତା ପଶିବା ପାଇଁ ବାଟ ପାଇନାହିଁ। କାରଣ ତାଙ୍କର ଆଧାର ଏମିତି ଭାବରେ ପ୍ରସ୍ତୁତ ହେଇଯାଉଛି, ଯୋଉଠିକି ଚିନ୍ତାର ଯୋଉ ଅନ୍ୟ ଚିନ୍ତା ଯୋଉଗୁଡା କି ତାଙ୍କର ଆସ୍ପୃହା ପାଇଁ ବାଧକ ସୃଷ୍ଟି କରୁଛି, ସେଗୁଡାକ ଧୀରେ ଧୀରେ ବନ୍ଦ ହବା ଆରମ୍ଭ ହେଇଛି। ଏଇଠି ଆଉ ଗୋଟେ ଉଦାହରଣ ବି ଦିଆ ହେଇଛି ଯେ ସୁଦାମା ଏବଂ କୃଷ୍ଣଙ୍କର କଥା। ଦେଖନ୍ତୁ, ସୁଦାମା ତାଙ୍କ ଭିତରେ ଗୋଟେ ନୀତିର ଗୋଟେ ଧାରଣା ରହିଥିଲା ଯେ ମୋ ସଖା ଜଣେ ଭଗବାନ ହେଲେ ମଧ୍ୟ ମୋ ସଖା, ସାଙ୍ଗକୁ କେମିତି ମାଗିବି। ଜାଣୁଛନ୍ତି ଭଗବାନ, କିନ୍ତୁ ସେ ମାଗି ପାରୁନାହାନ୍ତି। କାହିଁ ମାଗି ପାରୁନାହାନ୍ତି? ନୀତି ନିୟମ ଇତ୍ୟାଦି ତାଙ୍କ ପାଖରେ ରହିଛି। ଯେତେବେଳେ ତାଙ୍କ ପତ୍ନୀକୁ କହୁଛନ୍ତି ଯେ ତମେ ମାଗ ନ ମାଗ, ସଖାକୁ ଥରେ ଦେଖା କରି ଆସ, ବର୍ତ୍ତମାନ ତାଙ୍କ ଭିତରେ ଗୋଟେ ଆବେଗ ବା ଗୋଟେ ସ୍ପନ୍ଦନ, ଯାହା ଆପଣ ଅନୁମାନ କରନ୍ତୁ ଯେ ମୁଁ ସଖାକୁ ଦେଖିବି। ସଖାକୁ ଦେଖିବି ବୋଲି ତାଙ୍କ ଭିତରେ ଯୋଉ ସ୍ପୃହାଟି ଜାଗ୍ରତ ହେଇଛି, ଯେହେତୁ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ଭିତରେ ସେ ସ୍ପୃହାଟି ଆସିଛି, ତାକୁ ଆସ୍ପୃହା କୁହାଯାଏ। ସେଇ ଆସ୍ପୃହା ଫଳରେ ଯେତେବେଳେ କୃଷ୍ଣଙ୍କ ସହିତ ତାଙ୍କର ଦେଖା ହେଇଛି, ମାଗନ୍ତୁ ବା ନ ମାଗନ୍ତୁ, କୃଷ୍ଣ ଯୋଉ ତାଙ୍କଠୁ ଚାଉଳ ମୁଠାଟି ଖାଇଛନ୍ତି, ଚାଉଳ ଖୁଦ ଭଜା ହେଇଛି ଏବଂ ମୁଠା ଗ୍ରହଣ କରିଛନ୍ତି, ସେଇ ଯେତିକି ଥର ସେ ଗ୍ରହଣ କରୁଛନ୍ତି, ସେପଟରେ ତାଙ୍କର ଐଶ୍ୱର୍ଯ୍ୟ ବୃଦ୍ଧିପ୍ରାପ୍ତ ହେଇଛି। ତାମାନେ ସେ ତାଙ୍କର ଭଗବାନଙ୍କ ସହିତ ନିବିଡତା ଯେତିକି ନିକଟତର ହଉଛି, ତାମାନେ ତାଙ୍କ ଭିତରେ ଥିବା ସେ ଯୋଉ ଆସ୍ପୃହାଟି, ଭଗବାନଙ୍କୁ ପ୍ରାପ୍ତ କରିବାର ଯୋଉ ଆସ୍ପୃହା, ତେଣୁ ଯେତେବେଳେ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଆମ ଭିତରେ ଯୋଉ ସ୍ପୃହାଟି ଆସୁଛି, ତାକୁ ଆମେ ଆସ୍ପୃହା କହୁଛନ୍ତି। ତେଣୁ ସେ ଆସ୍ପୃହା ଫଳରେ ହିଁ ତାଙ୍କ ଭିତରେ ସେ ଯୋଉ ଧନ ଐଶ୍ୱର୍ଯ୍ୟ ସବୁ ଯାହା ବି ବାହ୍ୟ ଆବଶ୍ୟକତା, ତାକୁ ବି ଗ୍ରହଣ କରିବା ପାଇଁ ତାଙ୍କ ଭିତରେ ଗ୍ରହଣଶୀଳତା ବଢି ଯାଇଛି। ତେଣୁ ଇଏ ହଉଛି ଆସ୍ପୃହାର ପାୱାର।
ସେଠୁ ମା ସେଠି କହୁଛନ୍ତି ଠିକ ଆସ୍ପୃହା ଯଦି ରହିବ ତାହେଲେ ଗ୍ରହଣଶୀଳତା ବୃଦ୍ଧି ହବ, କିନ୍ତୁ ତାର ସର୍ତ୍ତ କଣ? ତାମାନେ ଆସ୍ପୃହାଟି ଆମେ ଆମେ କାହିଁକି ଇଚ୍ଛା ସଂକଳ୍ପ ଆସ୍ପୃହା ତିନିଟା କଥା ହେଲେ? ତାର କାରଣ ହଉଛି ଆମେ ସଂକଳ୍ପ ବିଭେଦ କରନ୍ତି ଭୁଲି ଯାଆନ୍ତି। ଆମେ ଯୋଉ ଇଚ୍ଛା ଏବେ କରିଥାଉ ତା ପର ମୁହୂର୍ତ୍ତରେ ଆଉ ଗୋଟେ ଇଚ୍ଛା କରୁ। ଆବଶ୍ୟକତା ଅନୁସାରେ ସମୟ ଅନୁସାରେ ବୟସ ବଢିଗଲେ ବି ମୋର ଇଚ୍ଛା ବଦଳି ଯାଏ। ସଂକଳ୍ପ ଏବେ ମୋ ପାଇଁ ଏଇଟା ହଉଛି ସଂକଳ୍ପ, ତାପରେ ମୁଁ ଦେଖୁଛି ସଂକଳ୍ପ ବି ବଦଳୁଛି। କିନ୍ତୁ ଯଦି ଉଚ୍ଚତର ଚେତନା ମାଙ୍କୁ ହଉ ଭଗବାନଙ୍କୁ ହଉ ଯେତେବେଳେ ମୁଁ ପ୍ରାପ୍ତ କରିବା ପାଇଁ ମୋ ଭିତରେ ତୀବ୍ର ଆସ୍ପୃହ ଜାଗ୍ରତ ହଉଛି, ତାକୁ ଆମେ କହିପାରିବା ସେଥିରେ ଆମେ ଯୋଉ ନିଷ୍ଠାପର ଭାବେ ଲାଗି ରହିବା, ଅପ୍ରତିହତ ଆସ୍ପୃହା। ଆମେ ପଢିଛୁ ମା ବହିରେ ପ୍ରଭୁ ଲେଖୁଛନ୍ତି ଅପ୍ରତିହତ ଆସ୍ପୃହା, ଯୋଉ ଆସ୍ପୃହାରେ ଆଉ ଖଣ୍ଡିତ ନାହିଁ, ପ୍ରତିହତ ହଉନାହିଁ। ମାନେ ଏବେ ଆସ୍ପୃହା କରୁଛି ତାପରେ ଟିକେ ସମୟରେ ଭୁଲିଯିବି, ସେମିତି ନାହିଁ। ତ ସେଇ ସମୟରେ ଆସ୍ପୃହାଟି ମୋ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ଯେମିତି କୁହନ୍ତି ଦଣ୍ଡ ପଳ ଲିପ୍ତା ଯେମିତି ତା ଭିତରକୁ ଆହୁରି ଆପଣ ଯେତେ ଭାଗ ଭାଗ କରିପାରିବେ, ସବୁ ମୁହୂର୍ତ୍ତରେ ସେଇ ଆସ୍ପୃହାଟି ମୋ ଭିତରେ ରହିଥିବ। ସେଥିପାଇଁ ମା କହୁଛନ୍ତି ପ୍ରଥମ ସର୍ତ୍ତ ହଉଛି ତୁମେ ତୁମ ଭିତରେ ଖୁବ ନିଶ୍ଚଳ ରହିବ। ନିଶ୍ଚଳ ରହିଲେ ହିଁ ମୋ ଆସ୍ପୃହାଟି ତୀବ୍ର ହବ। ଆସ୍ପୃହାଟି ଯେତିକି ତୀବ୍ର ହବ ନିଶ୍ଚଳତା ମଧ୍ୟ ସେତେ ବଢିବ। ଭାଇସ୍ ବର୍ସା ଇଜ ଟ୍ରୁ। ତେଣୁ ଯେତେ ନିଶ୍ଚଳ ହବ, ମୋ ଭିତରେ ଅନେକ ସତ୍ତା ଯୋଉ ରହିଛନ୍ତି ସିଏ ଯେତେବେଳେ ନୀରବ ହବ, ସେତେବେଳେ ଊର୍ଦ୍ଧ୍ୱରୁ ଯୋଉ ଉତ୍ତରଟି ଆସିବ ସିଏ ସେଠି ରହିପାରିବ, ନହେଲେ ରହିବନି। ଗୋଟେ ଛୋଟ ଏକ୍ସାମ୍ପଲ, ଯଦି ପାତ୍ରଟି ଆପଣ ଗୋଟେ ଗିନା ଧରିଛନ୍ତି, ଉପରୁ ପାଣିଟା ଢାଳୁଛନ୍ତି ବା ଟ୍ୟାପ ଟା ଖୋଲିଛନ୍ତି, ମୁଁ ଯଦି ପାତ୍ରଟାକୁ ବାରମ୍ବାର ହଲ ହଲ କରିବି, ତାହେଲେ ପାଣି ତା ଭିତରେ ପଶିବ, ଛିଟକୁଥିବ ଚାରିପଟୁ। ପାତ୍ରଟି ଯେତେବେଳେ ଧୀର ସ୍ଥିର ରଖିବେ, ତାହେଲେ ଟ୍ୟାପରୁ ଯୋଉ ପାଣିଟି ଆସୁଛି ସେ ତା ଭିତରେ ରହିପାରିବ। ତେଣୁ ଆସ୍ପୃହା କରିଲା ବେଳେ ଦୁଇଟି ଜିନିଷ ମାନେ ଲେଖୁଛନ୍ତି, ଯେ ଏକା ବେଳକେ ଆସ୍ପୃହା ଆଉ ଗ୍ରହଣଶୀଳତା। ତା ପାଇଁ ସର୍ତ୍ତ ଗୋଟିଏ କଣ? ତୁମେ ଖୁବ ନିଶ୍ଚଳ ରହିବ, ତାହେଲେ ଊର୍ଦ୍ଧ୍ୱରୁ ଯୋଉ ଉତ୍ତର ଆସିବ ସିଏ ଆମ ଭିତରେ ପ୍ରବେଶ କରିବ। ଆମ ଭିତରର ଅନ୍ୟାନ୍ୟ ଯୋଉ ଆମେ ଜାଣିଛନ୍ତି ମନର ନିଶ୍ଚଳତା ନ ଆସିବା ପୂର୍ବରୁ ଯୋଉ ଅବସ୍ଥା ତାର, ଏକଥା ଭାବିଲାଣି ତ ସେ କଥା ଭାବିଲାଣି, ଏଇଟା କରିବି ସେଟା କରିବି, ତାର ଅନୁଭବରୁ ଆଉ ଭାବିବ ଏମିତି କଲେ ଏଇଆ ହବ। ତାପରେ ଯେତେ ଗୁଡେ ପୂର୍ବ କଳ୍ପିତ ଧାରଣା ରହିଛି ଏବଂ ଯେତେ ଗୁଡେ ଜିନିଷ ସେ ଦେଖିଛି, ଏ ସବୁ ଜିନିଷ ତା ପାଖରେ ଏମିତି ଖେଳେଇ ହେଇଯିବ। କାହିଁକି ଖେଳେଇ ହୁଏ? ଏଇ ବି ଗୋଟେ ପ୍ରଶ୍ନ ସମସ୍ତଙ୍କ ଭିତରେ ଆସେ। ଗୋଟିଏ ଛୋଟିଆ ଏକ୍ସାମ୍ପଲ କହିବି, ସେଥିରେ ଆପଣ ସମସ୍ତେ ଧରିପାରିବେ ଯେ କାହିଁକି ମନ ଏମିତି ଚାରିଆଡ କଥା ଭାବେ, ବା ତା ଭିତରୁ କାହିଁକି ଚାରିଆଡ କଥା ଆସେ। ବର୍ତ୍ତମାନ ମୋ ନାଁ ଯେତେବେଳେ ଆପଣ ଶୁଣିଲେ, ଆପଣଙ୍କ ମୁଣ୍ଡ ଭିତରେ କଣ ହେଲା? ଆକ୍ଚୁଆଲି ଯୋଉମାନେ ହଠାତ୍ ଶୁଣିଲେ ଯେ ଆଜି ଭାଇଙ୍କର ଅଛି, କି ନାଁ ଟା ଦେଖିଲେ, ସାଙ୍ଗେ ସାଙ୍ଗେ ବ୍ରେନ ତା କାମ ଆରମ୍ଭ କଲା। ଭାଇ ହଉଛନ୍ତି ନିଶ୍ଚିତ ଭାଇ। ସିଏ କାଲକୁଲେସନ କଲେ ନିଶ୍ଚିତ ଭାଇ କୋଉଠି ଦେଖିଥିଲି, ତାଙ୍କ ଚେହେରା କୋଉ ଭଳିଆ, ସିଏ କଣ କଣ କରନ୍ତି, ସବୁ ଯେତେ ଗୁଡାଏ ତାର ଲିଙ୍କ ରହିଛି, ସବୁ ଲିଙ୍କ ସାଙ୍ଗେ ସାଙ୍ଗେ ସେ ଆଗ ଖୋଜିକିରି ଆଇଡେଣ୍ଟିଫାଏ କରିକିରି ଫାଇନାଲ କହିବ ହଁ ଭାଇ ହଉଛନ୍ତି ଏଇ ଭାଇ, ସେଇ ଭାଇ ଆଜି ଆଲୋଚନା କରିବେ। ତା କାମ ହଉଛି ଯୋଉଟା ସେ ବାହାରୁ ଶୁଣିଲା ବା ବାହାରୁ ଦେଖିଲା, ତାକୁ ସେ ତା ଭିତରେ ଥିବା ଯେତେ ଗୁଡାଏ ପୂର୍ବ ଇନଫରମେସନ ସବୁ ରହିଛି ତା ସହିତ ତାକୁ ମିଶେଇକି ତାକୁ ଫାଇନାଲ କରିବ ଯେ ହଁ ଏଇଟା ହଉଛି ଏଇଭଳିଆ। ତ ଏଇ କାମଟି ବ୍ରେନ ଆମ ଭିତରେ ଯୋଉ କରେ, ତାକୁ ଆମେ ମାଇଣ୍ଡର ଗୋଟେ କାମ ସେଇଟା।
ତେଣୁ ସେ ସବୁବେଳେ ପ୍ରତ୍ୟେକ ଜିନିଷକୁ ତାର ପୂର୍ବରୁ ଯେତିକି ତଥ୍ୟ ରହିଛି ତା ସହିତ ତାକୁ ମିଳେଇବ। ତେଣୁ ସେ ତାର କାମ ସେଇଥିପାଇଁ ଚାରିଆଡେ ସବୁ ମୁହଁ ମାରିବ ଆଉ। ତେଣୁ ସ୍ଥିର ଯଦି ନ ହେବେ ତାହେଲେ ଊର୍ଦ୍ଧ୍ୱତର ଶକ୍ତି ଆଉ ଯୋଉ ଚେତନା ରହିଛି ସେ ଆସିପାରିବନି। ଆସ୍ପୃହା ଯଦି ତୀବ୍ର ହବ ତାହେଲେ ନିଶ୍ଚଳତା ବୃଦ୍ଧି ପାଇବ। ଦେଖନ୍ତୁ ନିଶ୍ଚଳତା ନ ରହିଲେ ଊର୍ଦ୍ଧ୍ୱତର ଶକ୍ତି ଆଉ ଚେତନା ଆମ ଭିତରକୁ ଆସିପାରିବନି, ଆମେ ପ୍ରବେଶ କରିପାରିବ ନାହିଁ। ତେଣୁ ଏବେ ବୁଝିଗଲେ ଯେ ଆସ୍ପୃହା ତୀବ୍ର ହେଲା ମାନେ ନିଶ୍ଚଳତା ବଢିବ, ନିଶ୍ଚଳତା ବଢିବ ମାନେ ଆଧାର ପ୍ରସ୍ତୁତ ହବ, ଆଧାର ପ୍ରସ୍ତୁତ ହେଲା ମାନେ ଊର୍ଦ୍ଧ୍ୱତର ଶକ୍ତି ଆଉ ଚେତନା ମୋ ଭିତରୁ ପ୍ରବେଶ କରିବ। ସେଥିପାଇଁ ଲେଖୁଛନ୍ତି ଜଣେ ନିଜ ଭିତରେ ଏପରି ଅନୁଭବ କରିବା ଉଚିତ ଯେ ତା ଚିତ୍ତଟି ଏକ ଆସ୍ପୃହାର ଅଗ୍ନିଶିଖା ଭଳି ଉପରକୁ ଉଠୁଛି। କ୍ରମଶଃ ଏହି ଅଗ୍ନିଶିଖା ତୁମ ଚିତ୍ତକୁ ଏଭଳି ପ୍ରସାରିତ କରିବ ଯେ ତାହା ହୋଇ ଉଠିବ ଏକ ପାତ୍ର, ବିଶାଳ ପାତ୍ର, ଯାହା ଫଳରେ କି ଊର୍ଦ୍ଧ୍ୱରୁ ଆଗତ ସବୁ କିଛି ରହିପାରିବ। ମା ପାର୍ବତୀ ସାଧନା ଲୀନରେ ରହିଛନ୍ତି, ତପସ୍ୟା କରୁଛନ୍ତି ଶିବଙ୍କୁ ପ୍ରାପ୍ତ କରିବା ପାଇଁ। ସେ ନିଜେ ହଉଛନ୍ତି ଶକ୍ତି, କିନ୍ତୁ ସେ ପୁଣି ତପସ୍ୟା କରୁଛନ୍ତି, ପୁଣି ସାଧନା କରୁଛନ୍ତି। ଚିନ୍ତା କରନ୍ତୁ, ଇଏ ହଉଛି ତାଙ୍କ ଭିତରର ଏକ ଆସ୍ପୃହା ଯେ ପରମ ଚେତନା ଯୋଉ ଶିବ ମଙ୍ଗଳ ସେଇ ଯୋଉ ଚେତନାକୁ ସିଏ ଧାରଣ କରି ରହିଛନ୍ତି, ସେ ତାଙ୍କ ପାଖରେ ପରିପ୍ରକାଶ ହୁଅନ୍ତୁ, ସିଏ ତାଙ୍କୁ ପ୍ରାପ୍ତ କରିବେ। ଯଦି ପାର୍ବତୀ ବି ନିରନ୍ତର ତପସ୍ୟାରେ ରତ ରହୁଛନ୍ତି ଏବଂ ତାଙ୍କର ଆସ୍ପୃହା ଫଳରେ ଯୋଉ ପରମ ଚେତନା ବା ଆମେ ମହାଦେବ ବି କୁହନ୍ତୁ, ସେ ତାଙ୍କ ପାଖରେ ନିରନ୍ତର ଉପସ୍ଥିତ ରୁହନ୍ତୁ ବୋଲି ସେ ଯୋଉ ଆସ୍ପୃହା କରୁଛନ୍ତି, ତେବେ ସିଏ ଯଦି କରୁଛନ୍ତି ଆମେ ସେଥିରେ ଲାଗି ରହିବା କଥା ନା ଆମେ ନ କଲେ ଆମକୁ ମିଳିଯିବ। ତେଣୁ ଆମେ ମନେ ରଖିବା, ଆମେ ପ୍ରାକ୍ଟିସ କରିବାକୁ ପଡିବ। ସେଥିପାଇଁ ମା ଲେଖୁଛନ୍ତି ଆମର ଯୋଉ ଚିତ୍ତଟିକୁ ଆମେ ଗୋଟେ ଧାରଣା କରିବା, ଭାବିବା, କଳ୍ପନା କରିବା, ଯେତେବେଳେ ଆମେ ଧ୍ୟାନସ୍ଥ ହଉଛନ୍ତି ବା ଯେକୌଣସି କାର୍ଯ୍ୟ କରୁଛନ୍ତି ସେ ସମୟରେ ଆମର ଆସ୍ପୃହାର ଯୋଉ ଶିଖାଟି ଧୀରେ 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 ଉପରକୁ ଉଠୁଛି, ଆହୁରି ଉପରକୁ ଉଠୁଛି ଏବଂ ବିଶ୍ୱଗତ ମାଙ୍କ ସହିତ ଯାଇକି ସମ୍ପର୍କ ସ୍ଥାପନ କରୁଛି, ମାଙ୍କୁ ସେଠି ଦର୍ଶନ କରୁଛି। ଏଇଭଳି ଭାବରେ ଆମେ ଇମାଜିନ କରିବା। ମା ସେଟା ଲେଖୁଛନ୍ତି ଏପରି ଅନୁଭବ କରିବା ଉଚିତ ଯେ ଚିତ୍ତଟି ଏକ ଆସ୍ପୃହାର ଅଗ୍ନିଶିଖା ଭଳି ଉପରକୁ ଉଠୁଛି। କ୍ରମଶଃ ଏହି ଅଗ୍ନିଶିଖା ତୁମ ଚିତ୍ତକୁ ଏଭଳି ପ୍ରସାରିତ କରିବ ଯେ ତାହା ହୋଇ ଉଠିବ ଏକ ପାତ୍ର, ବିଶାଳ ପାତ୍ର। ଯେତେ ଯେତେ ଆମେ ସଂକେନ୍ଦ୍ରିତ ହବା ଏବଂ ପ୍ରଥମେ ଆରମ୍ଭ କରିବେ ଆପଣ ଭାବନାରେ, କଳ୍ପନାରେ, କିନ୍ତୁ ଯେତେ ଯେତେ ସଂକେନ୍ଦ୍ରିତ ହେବେ ସେତେ ସେତେ ଦେଖିବେ ଯେମିତି ଆଧାରଟି ଆହୁରି ଅଧିକରୁ ଅଧିକ ବିସ୍ତାର ହଉଛି ଏବଂ ଊର୍ଦ୍ଧ୍ୱରୁ ଆଗତ ଯାହା ବି ଆସିବ ସେ ରହିପାରିବେ। ଏଇଟା ଗୋଟେ ଆକ୍ଚୁଆଲି ପ୍ରାକ୍ଟିସର କଥା। ଜଣେ ଯଦି ପ୍ରାକ୍ଟିସ କରିବ ତେବେ ସେ ଜିନିଷଟି ଅନୁଭବ ବି କରିପାରିବ। ଆପଣ ଯେତେ ଅଧିକରୁ ଅଧିକ ମାଙ୍କ ଉପରେ ସଂକେନ୍ଦ୍ରିତ ହେବେ, ଚାହିଁବେ ଯେ ମା ମୋ ଭିତରେ ପରିପ୍ରକାଶ ହୁଅନ୍ତୁ, ତାପରେ ଦେଖିବେ ବାହାରକୁ ଅନ୍ୟାନ୍ୟ ଜିନିଷ ଯେତେବେଳେ ଆସିକି ଆଗରୁ ଆପଣଙ୍କୁ ଯେତିକି ବିଚଳିତ କରୁଥିଲା, ଯେତିକି ଆପଣଙ୍କୁ ବ୍ୟସ୍ତ ବିବ୍ରତ କରୁଥିଲା, ଆପଣ ସେଗୁଡାକ ଆଉ ଏତେ ବ୍ୟସ୍ତ ବିବ୍ରତ କରିବ ନାହିଁ। କାହିଁ କରେନି? ତାର କାରଣ ହଉଛି ଆମ ଭିତରେ ଗ୍ରହଣଶୀଳତା ବଢିଯାଏ। ତେଣୁ ଯୋଉ କଥାଟି ଆସୁଥିଲା ମୋ ଭିତରେ ଗୋଟେ ରିଆକ୍ସନ ଆସୁଥିଲା, ମୋ ଭିତରେ ତାହା ପ୍ରତିବଦଳରେ ଗୋଟେ ଜ୍ଞାନ ଯୁକ୍ତ କୁହନ୍ତୁ ବା ଅନୁଭବ ଯୁକ୍ତ କୁହନ୍ତୁ କିମ୍ବା ଅନ୍ତର ପ୍ରେରଣାରୁ ଗୋଟେ ସ୍ପନ୍ଦନ ସୃଷ୍ଟି ହୁଏ। ସିଏ କହେ ନା ହଁ ଏମିତି ସିଏ କହୁଛି, କାହିଁକି ନା ସିଏ ଯୋଉ ଚେତନାରେ ରହିଛି ସେ ସେଇଠୁ ଥାଇକି କହୁଛି। ତେଣୁ ହ୍ୱାଇ ସୁଡ୍ ଆଇ ରିଆକ୍ଟ? ଏଇ ଯୋଉ ଭିତରେ ଯୋଉ ସ୍ପନ୍ଦନଟି ସୃଷ୍ଟି ହେଲା ତାର କାରଣ ହଉଛି ଆମର ଆସ୍ପୃହା।
ସେ ଆସିବା ଫଳରେ ଏଇ ଯୋଉ ଜ୍ଞାନ ଯୁକ୍ତ ତଥ୍ୟଟି ମୋ ଭିତରେ ରହିବା ପାଇଁ ଆଧାର ପ୍ରସ୍ତୁତ ହେଲା ଏବଂ ସେଠି ରହିଲା ଏବଂ ପରିପ୍ରକାଶ ହେଲା। ତେଣୁ ଗ୍ରହଣଶୀଳତା ସେଠି ଆମ ଭିତରେ ଆସିଯାଏ। କହୁଛନ୍ତି ଏବଂ ଏଇ ଦୁଇଟି ଏକ ସଙ୍ଗେ ଗତି କରିପାରେ, ଆଶ୍ରୟ ଓ ଗ୍ରହଣଶୀଳତା। ଏବଂ ଯେତେବେଳେ ଏଇ ଦୁଇଟି ଏକତ୍ର ରଖିବାର ଜଣେ ସକ୍ଷମ ହୋଇପାରିବ, ସେତେବେଳେ ସେ ଯାହା କିଛି କରୁଥାଉ ପଛକେ ତା ଭିତରେ ଦୁଇଟି କଥା ଏକକାର ରହିପାରିବ ଆଉ ଆଶ୍ରୟ ଗ୍ରହଣଶୀଳତା ଏକାବେଳେ ଚାଲିପାରିବ। ଲାଷ୍ଟ ଲାଇନ୍ ଲେଖୁଛନ୍ତି କେବଳ ଚେତନାର ସାମାନ୍ୟ ଅତି ସାମାନ୍ୟ ଓଲମ ବିଲମ ଘଟିପାରେ। ଏଇ ଓଲମ ବିଲମ ଏତେ କମ ହେବ ଯେ ଜାଣି ହେବନି। ଓଲମ ବିଲମ ବା କହୁଛନ୍ତି ଅଳ୍ପ କିଛି କିଛି ଘଟିପାରେ। କଣ ଆଶ୍ରୟ ଆପଣ କହିବେ ଯେ ମୁଁ ଆଶ୍ରୟ କଲେ ଗ୍ରହଣଶୀଳତା କଣ ସତରେ ହୁଏ? ଗ୍ରହଣଶୀଳତା ଆଶ୍ରୟ ସବୁବେଳେ ଏକା ସାଙ୍ଗରେ ଚାଲେ? କାହିଁକି ଓଲମ ବିଲମ ହବ? ମୁଁ ଆଶ୍ରୟ ସହିତ ବେଳେ ବେଳେ ଅହଂ ଆସି ମୁଣ୍ଡ ଟିକେ ଦେଖାଏ। ସିଏ ତାର ଜ୍ଞାନ ଗାରିମା ଦେଖାଏ ଯେ କୌଣସି ଜିନିଷ ପାଇଁ ମୋ ଭିତରେ ଗ୍ରହଣଶୀଳତା ପ୍ରସ୍ତୁତ ହେଇଗଲାଣି ବା ମୋ ଭିତରେ ଗ୍ରହଣଶୀଳତା ଅଛି, କିନ୍ତୁ ସେ ଯେତେବେଳେ ଆସେ ଟିକେ ଗୋଟେ ଆମ ଭିତରେ କହିବ କଣ ଜାଣିଛନ୍ତି? କହିବେ ଏଇଟା ମୁଁ ଏତେ ଚେଷ୍ଟା କଲି ବୋଲି ଆସିଲା ନା। ଆଉ ଏମିତି ବି ସମ୍ଭାବନା ସବୁ ରହିଛି। କାହିଁକି ନା ସିଏ ତାର ରାଜତ୍ଵ ଛାଡିବନି ନା। ତେଣୁ ସିଏ ଏମିତି କେଁ ଦେଖେଇବ। ମୋ ଭିତରେ ଆଶ୍ରୟ ଚାଲିଥିବ, ଗ୍ରହଣଶୀଳତା ସୃଷ୍ଟି ହବ, ଉର୍ଦ୍ଧ୍ୱରୁ ଯୋଉ ଚେତନା ଯୋଉ ଶକ୍ତି ଆସୁଛି ତାକୁ ମୁଁ ଗ୍ରହଣ କରୁଥିବି, କିନ୍ତୁ ଗ୍ରହଣ କଲା ବେଳେ ଟିକେ ଟିକେ ସବୁବେଳେ କେଁ ଦେଖାଉ। ଦେଖିବେ ଆପଣଙ୍କର ଗୋଟେ କାମ ହଉନଥିଲା, ଆପଣ ମାଙ୍କୁ ପ୍ରାର୍ଥନା କଲେ, ଆପଣଙ୍କ ଭିତରେ ଗୋଟେ ପ୍ରେରଣା ଆସିବ କଣ କରିବାକୁ ପଡିବ। ଯଦି ପ୍ରାର୍ଥନା ନ କରିଥିବେ ସେ କଣ କରିବାକୁ ପ୍ରେରଣା ଆସେନି, ଆପଣ ନ କରିକି ବ୍ୟତିବ୍ୟସ୍ତ ହୁଅନ୍ତି। କିନ୍ତୁ ଯଦି ମାଙ୍କ ପାଖରେ ସମାଧି ପାଖରେ ଆସି କହିଦେଲେ ତାହେଲେ ସେଠୁ ଗୋଟେ ପ୍ରେରଣା ଆସେ ଯୋଉଟା କି ଆମେ ଜାଣିପାରୁନା ଗୋଟେ କାମ କରିବା ପାଇଁ। ସେ କାମଟି ଆମେ କରିଦଉ, ତା ଫଳରେ ଯୋଉ ଜିନିଷଟି ଆମର ହଉନଥିଲା ସେଟା ହେଇଗଲା। ଆମେ ଯେହେତୁ ଜାଣିପାରୁନା ଯେ ସେଇ ଯୋଉ କାର୍ଯ୍ୟଟି ମୋ ଭିତରେ ପ୍ରେରଣା ଆସିଲା ସେଇଟା ମୁଁ ସମାଧିରେ ମାଙ୍କୁ କହିଲି ବୋଲି ମୋ ଭିତରେ ସେଇ କାର୍ଯ୍ୟଟି କରିବା ପାଇଁ ମୋ ଭିତରେ ପ୍ରେରଣା ଆସିଲା, ଏଇ କଥାଟା ଆମେ ଜାଣିପାରୁନୁ। ଯେତେବେଳେ ଆମେ ଜାଣି ନପାରୁ, ଯେତେବେଳେ ମୋ କାମଟା ହେଇଗଲା, ବର୍ତ୍ତମାନ ମୋ ଭିତରେ ଅହଂ ମୁଣ୍ଡ କାଢିବ, ମୁଣ୍ଡ ଟେକିଦବ, କହିବ ଆରେ ତୁ କଲୁ ବୋଲି ସିନା ପାଇଲ, ତୁ ମାଙ୍କୁ ଖାଲି କଣ କହିଦେଇଥିଲେ ହେଇଯିବ? ସମାଧି ପାଖରେ ମୁଣ୍ଡିଆ ମାରି ଖାଲି କହିଦେଲେ କଣ ହେଇଗଲା? ତୁ ଯଦି ନ କରିଥାନ୍ତୁ, ତୁ ଯଦି ଚେଷ୍ଟା କରିନଥାନ୍ତୁ, ସେ କଣ ଛାଁ ଛାଁ ଆସି ତୋ ପାଖରେ ପଶି ଯାଇଥାନ୍ତା? ଶୋଇଲା ହରିଣ, ଶୋଇଲା ବାଘ ପାଟିରେ ଆସି ହରିଣ ପଶିବ, ଆ ମତେ ଖା ଖା। ଏଠି ଆମେ ଭୁଲି ଯାଉ ଯେ ମୁଁ ମାଙ୍କ ପାଖରେ ବା ସମାଧି ପାଖରେ ଯେତେବେଳେ ମୋର ସମସ୍ୟାଟିକୁ ଉପସ୍ଥାପନ କଲି, ସେଇ ତାର ପରିଣାମ ସ୍ୱରୂପ ମୋ ଭିତରେ ଗ୍ରହଣଶୀଳତା ସୃଷ୍ଟି ହେଲା। ତାହା ଫଳରେ ଉର୍ଦ୍ଧ୍ୱରୁ ଯୋଉ ଶକ୍ତିଟି ଅବତରଣ କଲା, ମୁଁ ତା ସହିତ ଏକୀଭୂତ ହେଇପାରିଲି। ତେଣୁ ଅନ୍ତର ପ୍ରେରଣାଟାକୁ ଶୁଣି ପାରିଲି, କାର୍ଯ୍ୟ କରିବା ପାଇଁ ଶକ୍ତି ପାଇଲି ଏବଂ କାମ କଲି। ଏଇ କଥାଟିକୁ ବେଳେ ବେଳେ ଆମେ ବୁଝିପାରୁ, ବେଳେ ବେଳେ ନ ବୁଝିପାରୁ। ସେଇଥିପାଇଁ ମା ଲେଖୁଛନ୍ତି ଯେ ଚେତନାରେ ସାମାନ୍ୟ ଅତି ସାମାନ୍ୟ ଓଲମ ବିଲମ ଘଟିପାରେ, କିନ୍ତୁ ଏଇ ଓଲମ ବିଲମ ଏତେ କମ ହେବ ଯେ ଆପଣ ଜାଣିପାରିବେ। ଏ ବିଷୟରେ ଆମେ କଥା ହେଇ ସାରିଲେଣି ଯେ ଏହା ପ୍ରଥମେ ଆଶ୍ରୟ ପର୍ଯ୍ୟନ୍ତ ଶିକ୍ଷା ଉପରେ ସଚେତନ ହୁଏ, ମୁହୂର୍ତ୍ତକ ପରେ ହିଁ ସେ ତାର ଗ୍ରହଣଶୀଳ ପାତ୍ର ଉପରେ ସଚେତନ ହୋଇଯାଏ। ତା ଅର୍ଥ ତୁମ ଆଶ୍ରୟର ଶିକ୍ଷାଟି ଉର୍ଦ୍ଧ୍ୱକୁ ଉଠି ତୁମେ ଯାହା ଚାହୁଁଛ ତାହା ଡାକି ଆଣେ ଏବଂ ଠିକ ପରେ ପରେ ହିଁ ତୁମ ଭିତରେ ଗ୍ରହଣଶୀଳ ପାତ୍ରଟି ଉର୍ଦ୍ଧ୍ୱରୁ ଆସୁଥିବା ସେଇ ଶକ୍ତି ଓ ଚେତନାକୁ ଧରି ରଖିବାରେ ସଚେତନ ହୋଇଯାଏ। ଏଠି ଧରି ରଖିବାରେ ସଚେତନ ହୋଇଯାଟାକୁ ମୁଁ ଟିକେ କହିବାକୁ ଚାହୁଁଛି। ପ୍ରଥମେ ଆମେ ଯେତେବେଳେ ଚେଷ୍ଟା କରନ୍ତି ସେତେବେଳେ କଣ ହୁଏ, ଅନ୍ତର ପ୍ରେରଣା ଆସୁଥିବ, ଯାଉଥିବ, ତାପରେ ମୁଁ ସାଧାରଣ ଅବସ୍ଥାକୁ ଫେରି ଆସୁଥିବି, ଏମିତି ଘଟେ। କିନ୍ତୁ ଆଶ୍ରୟ ଯେତେ ଅଧିକରୁ ଅଧିକ ତୀବ୍ର ହବ, ଏଇ ଯୋଉ ଡ୍ୟୁରେସନ କେତେ ସମୟ ମୋ ପାଖରେ ରହୁଛି
ସେଟା ଅଧିକ ଅଧିକ ବଢିବ। ତେଣୁ ସେ ଯୋଉ ଊର୍ଦ୍ଧ୍ୱତର ଚେତନା ଯୋଉ ଆସିକି ପଳେଇ ଯାଏ, ସେଇଟା ଧୀରେ 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 ଅଧିକ ସମୟ ମୋ ପାଖରେ ରହିବ। ଯେତେ ମୋର ଆସ୍ପୃହା ତୀବ୍ର ହବ, ସେଇ ଅନୁସାରେ ସେ ଶକ୍ତି ଓ ଚେତନାକୁ ଅଧିକ ସମୟ ଧରି ରଖିବା ପାଇଁ ମୁଁ ପ୍ରସ୍ତୁତ ହେଇପାରିବି। ପ୍ରତିଟି ଆସ୍ପୃହା ଊର୍ଦ୍ଧ୍ୱରୁ ଏକ ଉତ୍ତର ଡାକି ଆଣେ ଏବଂ ସେହି ଆସ୍ପୃହାର ଫଳସ୍ୱରୂପ ଏହି ଉତ୍ତରଟି କିନ୍ତୁ ପ୍ରତିଟି ଲୋକର ଗ୍ରହଣଶୀଳତା ଉପରେ ନିର୍ଭର କରେ। ମୁଁ ଏପରି କେତେ ଲୋକଙ୍କୁ ଜାଣେ, ସେମାନେ କହନ୍ତି, ଓହୋ, ସବୁବେଳେ ଆସ୍ପୃହା କରି ଆସୁଛି, ତଥାପି ମତେ କିଛି ମିଳୁନାହିଁ। ଏଠି ଆଉ ଗୋଟେ ଆଙ୍ଗେଲ କହୁଛନ୍ତି, ଦେଖନ୍ତୁ, ଯେତେବେଳେ ମୁଁ ଆସ୍ପୃହା କଲି, ଊର୍ଦ୍ଧ୍ୱରୁ ମତେ ଉତ୍ତର ଆସିବ, ନିଶ୍ଚୟ ଆସିବ। ଆପଣ ଦେଖିଥିବେ, ସେଟାକୁ ପ୍ରକୃତ କଥାଟା ଏବେ ଜାଣନ୍ତୁ ଯେ ଯୋଉ ଦେବାଦେବୀଙ୍କୁ ଯିଏ ବି ଡାକିଛି, ଯଦି ସେ ତପସ୍ୟା କଲା, ସାଧନା କଲା, ତେବେ ସେ ଦେବାଦେବୀ ଆସନ୍ତି ଏବଂ କହନ୍ତି ବର ତମେ ମାଗ। ସେ ବର ନ ଦେଇକି ତାଙ୍କ ପାଖରେ ଚାରା ନାହିଁ। ଆପଣ କହିବେ ଭସ୍ମାସୁର ଯେତେବେଳେ ବର ମାଗିଲା ଶିବଙ୍କୁ, ଶିବ ଆସି ପହଞ୍ଚିଲେ ଏବଂ କହିଲେ କଣ ବର ମାଗୁଛ ମାଗ। ସିଏ କହିଲେ ମତେ ଅମର ବର ଦିଅ। ଇଏ କହିଲେ ଦେଇ ହବନି। ସେ ସେଠୁ କହିଲେ ହଉ ତାହେଲେ ମୋର ଆଉ କିଛି ଦରକାର ନାହିଁ। ଶିବ କହୁଛନ୍ତି ଆରେ ନାଇଁ 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 ନାଇଁ, ତମେ ଡାକିଛ, ମୁଁ ଆସିଛି, ତମକୁ ବର ମୁଁ ନ ଦେଇକି ଯାଇପାରିବି ନାହିଁ। ଏଇ ଯୋଉ ଶବ୍ଦଟିକୁ ବା ଏଇ ପ୍ରକାର ଘଟଣା ସମସ୍ତଙ୍କ କ୍ଷେତ୍ରରେ ଘଟି, ତାର କାରଣଟା ଦେଖନ୍ତୁ ମା ଲେଖୁଛନ୍ତି, ଜଣେ ଯେତେବେଳେ ଆସ୍ପୃହା କରିଛି ମାନେ ଊର୍ଦ୍ଧ୍ୱରୁ ଉତ୍ତର ଆସିବ, ନିଶ୍ଚୟ ଆସିବ। କିନ୍ତୁ ତା ପରଟା ଅନ୍ତଟା ପ୍ରତିଟି ଲୋକର ଗ୍ରହଣଶୀଳତା ଉପରେ ନିର୍ଭର କରେ ସେ ଫଳ କଣ ହବ। ଯଦି ମୁଁ ଗ୍ରହଣ ନୁହଁ, ତାହେଲେ ମୋ ପାଖକୁ ଆସିଲେ ସେ ତାର ନଷ୍ଟ ହବ, ଆଉ କଣ। ଦେଖନ୍ତୁ, ଶିବ ସ୍ୱୟଂ ଆସିଛନ୍ତି। ଅନେକ ସମୟରେ ଆପଣ ଦେଖିବେ କୃଷ୍ଣ କହନ୍ତି ମତେ ସମସ୍ତେ ଡାକୁଛନ୍ତି, ବା ଧନ ଐଶ୍ୱର୍ଯ୍ୟ ତାଙ୍କର ଏଇଟା ସେଇଟା ଦରକାର ମାଗୁଛନ୍ତି, କିନ୍ତୁ କେହି ମତେ ମାଗୁନାହାନ୍ତି। ତେଣୁ ସେଠି ସେଇଆ ହେଲା, କାହିଁକିନା ଆମର ଗ୍ରହଣଶୀଳତା ଯାହା ଅଛି ସେଇ ଅନୁସାରେ ଆମକୁ ସେଇ ଜିନିଷ ଭଲ ଲାଗେ। ସେଠି ମାଗୁନି, କେତେ ଲୋକ କହନ୍ତି ମୁଁ ସବୁବେଳେ ଆସ୍ପୃହା କରି ଆସୁଛି, ତଥାପି ମତେ କିଛି ମିଳୁନାହିଁ। କାହିଁ ମିଳୁନି? ନା ସିଏ ପ୍ରସ୍ତୁତ ନୁହଁ ସେ ଯୋଉ ଉତ୍ତରଟି ଆସୁଛି ସେ ଉତ୍ତରଟିକୁ ଗ୍ରହଣ କରିବା। ସେମାନେ ଯେ କିଛି ପାଇବେ ନାହିଁ ଏକଥା ଅସମ୍ଭବ। ପ୍ରତିଟି ଆସ୍ପୃହାର ନିଶ୍ଚୟ ଉତ୍ତର ରହିଛି, ଉତ୍ତର ଆସେ, କିନ୍ତୁ ସେମାନେ ଯେହେତୁ ଗ୍ରହଣଶୀଳ ନୁହନ୍ତି, ତେଣୁ ସେମାନେ କିଛି ଉତ୍ତର ପାଇପାରନ୍ତି ନାହିଁ। ମା କହୁଛନ୍ତି ତାପରେ ଯେତେବେଳେ ତୁମର ଆସ୍ପୃହା ଥାଏ, ଏକ ଅତ୍ୟନ୍ତ କ୍ରିୟାଶୀଳ ଆସ୍ପୃହା, ତୁମେ ବୁଝିବ ସେ ଆସ୍ପୃହାଟି କାର୍ଯ୍ୟ କରିବାକୁ ଯାଉଛି ଏବଂ ସେ କିଛି ଗୋଟେ ଡାକି ଆଣିଛି। କିନ୍ତୁ ପରେ ତୁମେ ଯଦି ଆଉ କିଛି ଆଡକୁ ମନ ଦିଅ କିମ୍ବା ସେ ଦିଗରେ ଏକତ୍ର ନ ହୁଅ ବା ଗ୍ରହଣଶୀଳ ନ ହୁଅ, ତାହେଲେ ତୁମର ଆସ୍ପୃହାଟିର ଉତ୍ତର ତୁମ ପାଖକୁ ଆସି ଯାଇଥିଲେ ବି ତୁମେ ତାକୁ ଲକ୍ଷ୍ୟ କରିପାରିନଥାଅ। ଅଧିକାଂଶ ବେଳେ ଏଇ କଥା ଘଟେ। କଣ ଘଟେ ଦେଖନ୍ତୁ, ମୁଁ ମୋର ଆସ୍ପୃହା ହେଲା କୌଣସି, ଆମେ ଆସ୍ପୃହା କଥା ଛାଡ, ଗୋଟେ ସାଧାରଣ ଅର୍ଥରେ ବୁଝିବା, ମୁଁ ଗୋଟେ କଣ ଜିନିଷ ମାଗିଲି, ଯେତେବେଳେ ମାଗିଦେଲି, ଭଗବାନଙ୍କୁ ମାଗିଲି, ଭଗବାନ ମତେ ଯେତେବେଳେ ଦେବେ, ତାକୁ ପୁଣି ଧରିବା ପାଇଁ ତ ମତେ ସାମର୍ଥ୍ୟ କରିବେ ନା କରିବେ ନାହିଁ। ସିଏ ସେଥିପାଇଁ ଆଗ ମତେ ସାମର୍ଥ୍ୟ କରନ୍ତି ତାକୁ ଧରି ରଖିବା ପାଇଁ। ସେତିକି ସମୟ ଲାଗେ। ସେଇ ଯୋଉ ସମୟ ଲାଗେ, ତାପରେ ସେ ଉତ୍ତରଟି ମୋ ପାଖରେ ଆସିକି ପ୍ରବେଶ କରିବ। ସେତେବେଳକୁ ମୋ ଆସ୍ପୃହା ବଦଳିଯାଏ, ମାନେ ମୁଁ ଆଉ ଗୋଟେ କଣ ଇଚ୍ଛା କରିଦେଇଥାଏ। ତେଣୁ ସେଇ ଯୋଉ ଉତ୍ତରଟି ଆସିଥିଲା, ସେ ଉତ୍ତରଟି ମତେ ପ୍ରସ୍ତୁତ କରିବ, ମୋ ଭିତରେ ପରିପ୍ରକାଶ କରିବା ପାଇଁ ସେ ଯୋଉ ସମୟ ନିଏ, ବେଳେ ବେଳେ ଆମେ ଭାବୁ ଯେ ମୋ ପାଖକୁ ଉତ୍ତର ଆସିଲାନି, ଡେରିରେ ଉତ୍ତର ଆସିଲା, କାହିଁକିନା ସେତେବେଳକୁ ମୁଁ ଆଉ ଗୋଟେ କଣ ମାଗି ସାରିଲି। ଲୋକ ସେଥିପାଇଁ କଣ କହନ୍ତି ଯେ ମୁଁ ଆସ୍ପୃହା କଲି କିନ୍ତୁ କିଛି ପାଇଲି ନାହିଁ, କିଛି ଉତ୍ତର ମିଳିଲା ନାହିଁ। ତେଣୁ କିନ୍ତୁ ନା, ଏକଥା ନୁହଁ। ତୁମେ ପ୍ରକୃତରେ ଉତ୍ତର ପାଇଥାଅ, କିନ୍ତୁ ତୁମେ ସେ ସମ୍ବନ୍ଧରେ ସଚେତନ ନଥାଅ, କାରଣ ତୁମେ ସବୁବେଳେ ଘୁରୁଥିବା ଭଳି, ଗୋଟେ କଳ ଭଳି ଘୁରୁଥାଅ। ସେ ଯୋଉ ବଢିଆ ଏକ୍ସାମ୍ପଲଟେ, ସେ
ଜଣେ ଭିକାରୀ ସେ ମାଗୁଛି ଶିବଙ୍କୁ, କହୁଛି ହେ ଆଶୁତୋଷ ମତେ ଐଶ୍ୱର୍ଯ୍ୟ ଦିଅ, କାହିଁ ମତେ ଏମିତି ହଇରାଣ କରୁଛ ଇତ୍ୟାଦି। ଶିବ ପାର୍ବତୀ ସେପଟେ ଦେଇ ଯାଉଥିଲେ, ପାର୍ବତୀ କହୁଥିଲେ ତାକୁ ଦଉନ, ଆରେ ମୁଁ ଦେବି ଯେ ତାର ଆଧାର ପ୍ରସ୍ତୁତ ହେଇନି, ସିଏ ଏପର୍ଯ୍ୟନ୍ତ ଗ୍ରହଣଶୀଳ ନୁହଁ, ସିଏ ଖାଲି କହିଦଉଛି ଏମିତି ନା, ମୁଁ ଯଦି ଦେବି ସେ ନବ, ରଖିପାରିବନି, ତାକୁ ଛାଡିଦବ। ତମେ ଦେଇକି ଦେଖ, ଗୋଟେ ଏମିତି ଖାଲି ନ ଦେଇକି ଖାଲି କହୁଛ। ସେଠୁ ଶିବ କହିଲେ ଠିକ ଅଛି, ତମେ ଦେଇଦିଅ, ଆସ ଯାଅ ଦେଖ, ପରୀକ୍ଷା କରିଦିଅ, ସେ ତାର ଆଧାର ପ୍ରସ୍ତୁତ ହେଇଛି ନା ଜାଣିପାରିବନି, ସେ ଗ୍ରହଣଶୀଳ କି ନୁହଁ ତମେ ଜାଣିପାରିବ। ସେଠୁ ଶିବ କଣ କଲେ, ପୁଳାଏ ଖଣ୍ଡେ ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ଗୋଟେ ପୁଟୁଳିରେ ବାନ୍ଧିକି ସେ ନିଛାଟିଆ ରାସ୍ତାରେ ଆସୁଛି, ତା ଆଗରେ ଥୋଇଦେଲେ। ତେଣୁ ସିଏ ଆସିଲେ, ସେଠି ଦେଖିବ ଥୁଆ ହେଇଛି, ନବ। ସେ ତାର ଚାଲୁଥିଲା ଏ ପାଖାପାଖି ହେଇଗଲା ସେ ଯୋଉ ଥଳିର, ହଠାତ୍ ସେ ଭାବିଲା ଯେ ଯୋଉ ଭିକାରୀଟି ଅନ୍ଧ, ବା ଯୋଉ ଲୋକଟି ଅନ୍ଧ, ସେ କେମିତି ଚାଲେ, ଦେଖିବା ମୁଁ ଟିକେ ଚେଷ୍ଟା କରେ। ଆଖି ବନ୍ଦ କରିକି ଠକ୍ 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 କରି ଚାଲିଲା। ସେ ପୁଟୁଳିରେ ତା ବାଡି ବଜେଇଦେଲେ, ବାଡି ବାଜିଲା, ଶବ୍ଦ ହେଲା। ଆରେ ହେ, ଓହୋ, ଏମିତି ବାଡି ବାଜିଲେ ଶବ୍ଦ ହବ, ଶବ୍ଦ ଶୁଣିଲେ ସେ ଅଡେଇକି ଯିବ ଆଉ। ତେଣୁ ସିଏ ତାର କଣ କଲା, ତାକୁ ଠେଲିଦେଲା, ଚାଲି ପଳେଇଲା। ନିଜେ ଟିକେ ଆଡ ହେଇକିରି ସାଇଡ ହେଇକି ପଳେଇଲା, ଯାଇକି ଆଗକୁ ଗଲେ, ହେ ଏ ଭାରି କଷ୍ଟ, ସେଇ ଜିନିଷ ସିନା ଆଡେଇ ହେଇଗଲା, ଆଉ ଯୋଉ ଜିନିଷ ପଥର ପଥର ଥବ, ବାଡେଇ ହବ, ପିଟିବ, କଷ୍ଟ ହବ, ଆଖି ଖୋଲିକି ଚାଲିଲା। ଏଠି ଉତ୍ତର ଆସି ପହଞ୍ଚି ସାରିଲାଣି, କିନ୍ତୁ ଗ୍ରହଣଶୀଳତା ଯେହେତୁ ନାହିଁ, ତେଣୁ ସେଇ ସମୟରେ ସେ ଆଖି ବୁଜିଦେଲା। ତେଣୁ ଆମେ ନିଶ୍ଚଳ ରହିବା, ନିଜକୁ ପ୍ରସ୍ତୁତ କରିବା, ଆଶ୍ରୁହା କରିବା, ମାଙ୍କୁ ପ୍ରାର୍ଥନା କରିବା ଯେ ମୋ ଭିତରେ ଗ୍ରହଣଶୀଳତା ବି ବଢୁ, ଶକ୍ତି ସାମର୍ଥ୍ୟ ବି ବଢୁ, ଯଦ୍ୱାରା ତୁମେ ଯୋଉ ଉତ୍ତର ଦବ, ସେ ଉତ୍ତରକୁ ଗ୍ରହଣ କରିବା ପାଇଁ, ଉତ୍ତରକୁ ପରିପ୍ରକାଶ କରିବା ପାଇଁ ମୁଁ ଯେପରି, ବା ମୋର ମନ ପ୍ରାଣ ଶରୀର ଯେପରି ସେଇ ଅନୁସାରେ କାର୍ଯ୍ୟକ୍ଷମ ହୁଅନ୍ତି, ସେ ଦାୟିତ୍ୱ ବି ମା ତୁମେ ନିଅ। ନହେଲେ ଉତ୍ତର ଆସିବ, କିନ୍ତୁ ଆମେ ସେ ଉତ୍ତରଟିକୁ ବା ଉତ୍ତରଟିର ସର୍ବୋତ୍ତମ ଫଳ ଆମେ ପ୍ରାପ୍ତ କରି ନ ପାରୁ। ମା 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 Ma 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 ma